ଏମିତି ଏକ ଘଟଣା ଖାଲି ଓଡିଶା ନୁହେଁ ସାରା ଭାରତରେ ଏବେ ଚାଞ୍ଚଲ୍ୟ ଖେଳୁଛି ଜିତୁ ମୁଣ୍ଡା ଯିଏକି ନିଜ ଭଉଣୀ କଙ୍କାଳକୁ ବ୍ୟାଙ୍କକୁ ବୋହିକି ନେଇଥିଲେ। ଗତକାଲି ତାଙ୍କୁ ମିଳିଲା 19,400 ଟଙ୍କା। ବ୍ୟାଙ୍କ କର୍ମଚାରୀ ତାଙ୍କ ଘରକୁ ଯାଇକି ତାଙ୍କୁ ଟଙ୍କା ଦେଇଛନ୍ତି, ଯେମିତି ଫଟୋ ଉଠାଉଛନ୍ତି, ଯେମିତି ତାଙ୍କୁ କିଛି ଡୋନେସନ ବା ସାହାଯ୍ୟ କରୁଛନ୍ତି। ନିଜ ଭଉଣୀର ଟଙ୍କା ସେ ନିଜେ ପାଇବା ପାଇଁ ବାରମ୍ବାର ବ୍ୟାଙ୍କ ଦୌଡୁଥିଲେ। ବ୍ୟାଙ୍କ କର୍ମଚାରୀ ମନା କରିଥିଲେ ଯାହା ନାଁରେ ଆକାଉଣ୍ଟ ଅଛି ସିଏ ଆସିଲେ ଟଙ୍କା ଉଠେଇବ। ବାଧ୍ୟ ହୋଇ କବର ଖୋଳିଲେ, 5 କିଲୋମିଟର ପର୍ଯ୍ୟନ୍ତ କାନ୍ଧରେ ରଖିଲେ, କାନ୍ଧରେ ରଖି ବ୍ୟାଙ୍କ ଗଲେ। ଆଉ ବ୍ୟାଙ୍କ କର୍ମଚାରୀଠୁ ଆରମ୍ଭ କରି ପୋଲିସ ଦେଖି ଆଶ୍ଚର୍ଯ୍ୟ ହୋଇଗଲା। ଆଉ ସେହି ସମୟରେ ପ୍ରଶାସନ ଚେତିଲା। ତୁରନ୍ତ ମଧ୍ୟ ଏ ଉପରେ ଆକ୍ସନ ନିଆଗଲା। ଜିଲ୍ଲା ପ୍ରଶାସନ ମଧ୍ୟ ତୁରନ୍ତ ଏ ଉପରେ ତାଙ୍କର ଡେଥ୍ ସାର୍ଟିଫିକେଟ ବାହାରିଲା, ଲିଗାଲ ହେଲ୍ଥ ସାର୍ଟିଫିକେଟ ବାହାରିଲା, ତାପରେ ଟଙ୍କା ଦିଆଗଲା। ରେଡକ୍ରସ ତରଫରୁ ମଧ୍ୟ 20,000 ଟଙ୍କା ମିଳିଛି। କିନ୍ତୁ କଥା ଉଠୁଛି, ଗରିବ ନିଜର ହକ୍ ପାଇଁ କେତେ ଥର ପ୍ରମାଣ ଦବ? ଆଉ ଯଦି ବ୍ୟାଙ୍କ କର୍ମଚାରୀ ବୁଝେଇ କହିଥାନ୍ତେ ଡେଥ୍ ସାର୍ଟିଫିକେଟ ବାହାରି କରିବା ପାଇଁ ପଡିବ, ତହସିଲଦାର ପାଖକୁ ଯିବାକୁ ପଡିବ, ଏଠି ଯିବାକୁ ପଡିବ, ଯଦି ଡିଟେଲ୍ସ କହିଥାନ୍ତେ, ଆଜି ଜଣେ ଭାଇ ନିଜ ଭଉଣୀର କବର ଖୋଳିକି 5 କିଲୋମିଟର ଚାଲିକି ଆସିନଥାନ୍ତା। ଏ ନେଇକି ଆପଣଙ୍କର ମତାମତ ଦେବେ, ଏଥିପାଇଁ ଦାୟୀ କିଏ?